मंडलीर सबुठारु बड़ समस्या मंडलीर सबुठारु बड़ समस्या प्रथम करन्तीय प्रथम अध्याय आम मंडलीर सबुठारु बड़ समस्या गुड़े समस्या आम आगक देखा कारण करन्तीय मंडली आत्मिक दान में परिपूर्ण मंडली थिला आ गोटे समस्याग्रस्त मंडली भी थिला मंडली रे बहुत समस्या थिला से गुड़ाक साधु पाउल उत्तर दौर पाउल प्रथम पत्र रे करन्तीय मंडली को लिखा समय ईश्वर को धन्यवाद दौरान प्रभु मंडली को देथिबा आत्मिक दान गुड़िक तापर मंडलीर दुईटी बड़ बड़ समस्या जहाँ देखा जाइछि तारी संपर्क रे साधु पाउल एठी आलोकपात करुछन आमे प्रथम तीन पद जदि पढ़िबा सेठी पाउलंकर व्यक्तिगत शुभेच्छा आमे देखि परिबा टिके पढ़िबे प्रथम तीन पद पाउल ईश्वरଙ୍କ इच्छारे ख्रीष्ट जीशुଙ୍କ आहूत जणे प्रेरित ओ भ्राता सस्तिना करेन्थीरे थिबा ईश्वरଙ୍କ मंडली निकटକୁ ଲେଖୁଅଛନ୍ତି ଯେଉଁମାନେ ସର୍ବତ୍ର ସେମାନଙ୍କ ଓ ଆମ୍ଭମାନଙ୍କ ସ୍ଥାନରେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା କରନ୍ତି ସେ ସମସ୍ତଙ୍କ ସହିତ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ପବିତ୍ରୀକୃତ ଓ ଆହୁତ ସାଧୁ ଯେ ତୁମ୍ଭେମାନେ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଅନୁଗ୍ରହ ଓ ଶାନ୍ତି ହେଉ। एठी से प्रथम रे शुभेच्छा जनाउछंती करन्थीय मंडल विश्वासी मानकु तापरे समस्त विश्वासी मानकु शुभेच्छा जनाउछंती माने एई पत्र पढ़िबा समय जे आपण केवल एटा करन्थीय मंडली पय लिखा जाउची ताहा नुह एटा समस्तक पय मध्य से लिखुछन एठी हम देखुछु से कहउछंती पाउल ईश्वरक इच्छा रे ख्रीष्ट जीशुंकर आहूत जड़े प्रेरित भ्राता सस्तिना करन्ती थिबा ईश्वरक मंडली निकट को लिखुअछन कहार मंडली करन्ती थिबा ईश्वरक मंडली मंडली कहार मंडली ईश्वरक मंडली कहार मंडली ईश्वर से ईश्वर मंडली को से लिखुछन प्रथम रे करन्थीय मंडली विश्वास शुभेच्छा जनाउछंती आ तीन पद रे से आशीर्वाद करुछन तुमମାନଙ୍କ प्रति आम्भମାନଙ୍କ पिता ईश्वर और प्रभु यीशु ख्रीष्टଙ୍କ ठारू अनुग्रह और शांति बन कौन आशीर्वाद करुछंती अनुग्रह और शांति ग्रेस एंड पीस ए दीटा दरकार प्रभु ठारू अनुग्रह दरकार प्रभु ठारू शांति दरकार तापरे साधु पाउल प्रार्थना करुछन प्रार्थना से जनाउछन कौन से प्रार्थना करती आपण 4 पदरु 9 पद पढ़ी परिबे 4 पदरु 9 पद पढ़ी पढ़ी जिबा ଖ୍ରୀଷ୍ଟ ଯୀଶୁଙ୍କ ଠାରେ ତୁମ୍ଭମାନଙ୍କୁ ଦତ୍ତ ଈଶ୍ୱରଙ୍କ ଯେଉଁ ଅନୁଗ୍ରହ ସେଥି ନିମନ୍ତେ ମୁଁ ସର୍ବଦା ତୁମ୍ଭମାନଙ୍କ ବିଷୟରେ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛି କାରଣ ତାହାଙ୍କଠାରେ ସମସ୍ତ ବିଷୟରେ ବିଶେଷତଃ ସମସ୍ତ ପ୍ରକାର ଶିକ୍ଷା ଦାନରେ ଓ ସମସ୍ତ ପ୍ରକାର ଜ୍ଞାନରେ ତୁମ୍ଭେମାନେ ଧନବାନ ହୋଇଅଛ ଏହି ପ୍ରକାରେ ଖ୍ରୀଷ୍ଟଙ୍କର ସାକ୍ଷ୍ୟ ତୁମ୍ଭମାନଙ୍କ ମଧ୍ୟରେ ସ୍ଥିରୀକୃତ ହୋଇଅଛି ଏଣୁ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶ ନିମନ୍ତେ ଅପେକ୍ଷାରେ ଥାଇ କୌଣସି ଅନୁଗ୍ରହ ଦାନରେ ଉଣା ପଡୁନାହଁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦିବସରେ ଯେପରି ତୁମ୍ଭେମାନେ ଅନିନ୍ଦନୀୟ ହୁଅ ଏଥିପାଇଁ ସେ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ମଧ୍ୟ ସ୍ଥିର ରଖିବେ ଈଶ୍ୱର ବିଶ୍ୱାସ୍ୟ ଯାହାଙ୍କ ଦ୍ୱାରା ତୁମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କ ପ୍ରଭୁଙ୍କର ସହଭାଗିତା ନିମନ୍ତେ ଆହୁତ ହୋଇଅଛ। देखो ये पाउलंकर प्रार्थना से सुंदर भाव लिखुं
ପାଉଲ ଧନ୍ୟବାଦ ଦଉଛନ୍ତି 4 ପଦରୁ 7 ପଦରେ ଯେ ପ୍ରଭୁ ଦାନ ଗୁଡିକ ମଣ୍ଡଳୀକୁ ଦେଇଛନ୍ତି। ସେ କଣ କହୁଛନ୍ତି 5 ପଦରେ, କାରଣ ତାହାଙ୍କ ଠାରେ ସମସ୍ତ ବିଷୟରେ ବିଶେଷତଃ ସମସ୍ତ ପ୍ରକାର ଶିକ୍ଷା ଦାନରେ ଓ ସମସ୍ତ ପ୍ରକାର ଜ୍ଞାନରେ ତୁମେ ମାନେ ଧନବାନ ହଉଛ। କାହିଁରେ ଧନବାନ ହଉଛ? ସମସ୍ତ ପ୍ରକାର ଶିକ୍ଷା ଦାନରେ ଆଉ ସମସ୍ତ ପ୍ରକାର ଜ୍ଞାନରେ ଧନବାନ ହଉଛ। ଆଜିର ମଣ୍ଡଳୀ କାହିଁରେ ଧନବାନ ହଉଛି? ଆଜିର ମଣ୍ଡଳୀ ଶିକ୍ଷା ଦାନରେ କି ଜ୍ଞାନରେ ଧନବାନ ନାହିଁ, ଜାଗତିକ ଧନବାନରେ ଧନବାନ। ଆଉ ଶିକ୍ଷା ବି କଣ ଦଉଛନ୍ତି ଆଜିକାଲି? ଯୀଶୁ ଖ୍ରୀଷ୍ଟ ଧନୀ ହେଲେ କି ଗରିବ ହେଲେ? ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗରିବ ହେଲେ ଯେପରି ଆମେ ଧନୀ ହଉ। ଯୀଶୁ କଣ ହେଲେ? ଗରିବ ହେଲେ ଯେପରି ଆମେ ଧନୀ। ତାଙ୍କର ଦରିଦ୍ରତାରେ ଆମେ ଧନବାନ ହେଇଅଛୁ। এইটা ଆରମ୍ଭ କଲେ ଲୋକମାନେ। ଯୀଶୁ ଗରିବ ହେଇଗଲେ ଆମକୁ ଧନୀ କରିବା ପାଇଁ? ନାହିଁ, ଯୀଶୁ କେବେ ବି ଧନୀ ନଥିଲେ। ଜଗତରେ ଯୀଶୁ କେବେ ବି ଧନୀ ନଥିଲେ। ଜନ୍ମ ହେଲେ ଗରିବ ଘରେ, ପଢିଲେ ଗରିବ ଘରେ, ସେବା କଲେ ଦରିଦ୍ରତା ମଧ୍ୟରେ, ମଲା ବେଳକୁ କବର ବି ନାହିଁ, ଅନ୍ୟର କବରରେ ସମାଧି ପାଉଛନ୍ତି, 2 ହଳ ଡ୍ରେସ ବି ନାହିଁ, କୋଉଠି ଖାଇବେ ଗ୍ୟାରେଣ୍ଟି ନାହିଁ, କୋଉଠି ଶୋଇବେ ଗ୍ୟାରେଣ୍ଟି ନାହିଁ, କୋଉଠି ଧନୀ ଥିଲେ। ତ ବାକ୍ୟକୁ ଅର୍ଥକୁ ଅନର୍ଥ କରାଯାଏ ଆଉ ଆମମାନେ ପ୍ରେଜ ଦ ଲର୍ଡ ହାଲେଲୁୟା କହିଥାଉ। ଏଠି ସେ କଣ ବୋଲି କହୁଛନ୍ତି? ତୁମେ ସମସ୍ତେ ଯେପରି ଶିକ୍ଷା ଦାନରେ ଆଉ ସମସ୍ତ ପ୍ରକାର ଜ୍ଞାନରେ ଧନବାନ ହୋଇଅଛ, ସେଇ ପ୍ରକାର ଖ୍ରୀଷ୍ଟଙ୍କ ସାକ୍ଷ୍ୟ ତୁମମାନଙ୍କ ମଧ୍ୟରେ ସ୍ଥିରୀକୃତ ହୋଇଅଛି। ତୁମେ ମାନେ ଆମ ମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶ ନିମନ୍ତେ ଅପେକ୍ଷାରେ। କଣ ପାଇଁ? ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରକାଶିତ ହେବେ, ତାଙ୍କର ଅପେକ୍ଷାରେ ତୁମମାନେ ଥାଇ କୌଣସି ଅନୁଗ୍ରହ ଦାନ ଉଣା ପଡୁନାହଁ। ଆମ ମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦିବସରେ ଯେପରି ତୁମମାନେ ଅନିନ୍ଦନୀୟ ହୁଅ, ମାନେ ପ୍ରଭୁ ଯୀଶୁ ଯେବେ ଆସିବେ ସେଦିନ ଯେପରି ତୁମମାନେ ଅନିନ୍ଦନୀୟ ଦେଖାଯିବ। ତାପରେ 9 ପଦରେ କଣ କହୁଛନ୍ତି? ଈଶ୍ୱର ବିଶ୍ୱାସ୍ୟ, ଯାହାଙ୍କ ଦ୍ୱାରା ତୁମେ ମାନେ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କର ଆମ ମାନଙ୍କର ପ୍ରଭୁଙ୍କର ସହଭାଗିତା ନିମନ୍ତେ ଆହୁତ ହୋଇଅଛ। ଏ সকল ବିଷୟ ସେ ସୁନ୍ଦର ଭାବରେ ଉପସ୍ଥାପନ କରୁଛନ୍ତି। ତାପରେ ସାଧୁ ପାଉଲ ଏଇ ଅଧ୍ୟାୟରେ ମଣ୍ଡଳୀର 2ଟି ବଡ ବଡ ସମସ୍ୟାକୁ ସେ ଉଲ୍ଲେଖ କରୁଛନ୍ତି। ପ୍ରଥମ ସମସ୍ୟା ସେ ଲେଖୁଛନ୍ତି, ଆମେ 10 ପଦରୁ 31 ପଦ ମଧ୍ୟରେ ପ୍ରଥମ 17 ପଦ ଯଦି ପଢିବା, 10 ରୁ 17 ଦେଖିବା, ମଣ୍ଡଳୀରେ ନେତା ମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ମଣ୍ଡଳୀରେ ଖ୍ରୀଷ୍ଟୀୟ ନେତା ମାନଙ୍କୁ ବହୁତ ଗୁରୁତ୍ୱ ଦିଆଯାଉଛି। ଏଇଟା ହଉଛି ବଡ ସମସ୍ୟା। ଆମେ ପଢିବା ଟିକେ ପ୍ରଥମ ମାନେ 10 ପଦରୁ 17 ପଦ। ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ଯେପରି ତୁମ୍ଭେମାନେ ସମସ୍ତେ ଏ କଥା କୁହ, ଆଉ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ନ ହୁଏ, କିନ୍ତୁ ତୁମ୍ଭେମାନେ ଏକ ମନରେ ଓ ଏକ ବିଚାରରେ ସମ୍ମିଳିତ ହୁଅ। କାରଣ ହେ ମୋହର ଭାଇମାନେ, କ୍ଲୋଇଙ୍କ ପରିଜନଙ୍କ ଠାରୁ ତୁମ୍ଭମାନଙ୍କ ସମ୍ବନ୍ଧରେ ମୋ ନିକଟରେ ଏହା ପ୍ରକାଶ ପାଇଅଛି ଯେ ତୁମ୍ଭମାନଙ୍କ ମଧ୍ୟରେ ବାଦ ବିବାଦ ଅଛି। ମୋ କଥାର ଭାବ ଏହି, ତୁମ୍ଭମାନଙ୍କ ମଧ୍ୟରୁ କେହି କେହି କହନ୍ତି ମୁଁ ପାଉଲଙ୍କର, କେହି କେହି କହନ୍ତି ମୁଁ ଆପୋଲଙ୍କର, କେହି କେହି କହନ୍ତି ମୁଁ କେଫାଙ୍କର, ଆଉ କେହି କେହି କହନ୍ତି ମୁଁ ଖ୍ରୀଷ୍ଟଙ୍କର। ଖ୍ରୀଷ୍ଟ କି ବିଭକ୍ତ ହୋଇଅଛନ୍ତି? ତୁମ୍ଭମାନଙ୍କ ନିମନ୍ତେ କି ପାଉଲ କ୍ରୁଶରେ ହତ ହୋଇଥିଲା, କିମ୍ବା ତୁମ୍ଭେମାନେ କି ପାଉଲ ନାମରେ ବାପ୍ତିଜିତ ହୋଇଥିଲ? କାଳେ ତୁମ୍ଭେମାନେ ମୋହର ନାମରେ ବାପ୍ତିଜିତ ହୋଇଅଛ ବୋଲି କେହି କହିବ, ଏଥିପାଇଁ କ୍ରିସ୍ପ ଓ ଗାୟ ବିନା ତୁମ୍ଭମାନଙ୍କ ମଧ୍ୟରେ ଆଉ କାହାରିକି ବାପ୍ତିସ୍ମା ଦେଇନାହିଁ ବୋଲି ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ। ଆଉ ସ୍ତିଫାନଙ୍କ ପରିଜନଙ୍କୁ ମଧ୍ୟ ବାପ୍ତିସ୍ମା ଦେଇଅଛି। ଏହା ଛଡା ମୁଁ ଆଉ କାହାରିକି ବାପ୍ତିସ୍ମା ଦେଇଅଛି ବୋଲି ମୋର ମନେ ପଡୁନାହିଁ। କାରଣ ଖ୍ରୀଷ୍ଟ ମୋତେ ବାପ୍ତିସ୍ମା ଦେବା ନିମନ୍ତେ ପ୍ରେରଣ କଲେ ନାହିଁ, ମାତ୍ର ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରଣ କଲେ, ତାହା ମଧ୍ୟ ବାକ୍ୟାଡମ୍ବରରେ ନୁହେଁ, କାଳେ ଖ୍ରୀଷ୍ଟଙ୍କ କ୍ରୁଶ ବ୍ୟର୍ଥ ହୁଏ।
ଏଠି ସେ କଣ କହୁଛନ୍ତି ଯେ ପ୍ରଥମ ସମସ୍ୟା ଆମେ 10 ପଦରୁ 17 ପଦରେ ଦେଖୁଛୁ। ପ୍ରଥମ ସମସ୍ୟା କଣ ଯେ ମଣ୍ଡଳୀରେ ନେତା ମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ସେ କଣ କହୁଛନ୍ତି 10 ପଦରେ, ତୁମାନେ ସମସ୍ତେ ଏକ କଥା କୁହ। କେତେଟା କଥା? ଗୋଟିଏ କଥା। ତମର କଥା ଏକ ହଉ। ତୁମାନେ ଯେପରି ଏକ କଥା କୁହ ଆଉ ତୁମାନଙ୍କ ମଧ୍ୟରେ ଦଳଭେଦ ନ ହୁଏ। ଦଳଭେଦ କଣ ପାଇଁ? ଦଳଭେଦ ନେତା ମାନଙ୍କୁ ନେଇ, ମାନେ ଏଇ ମଣ୍ଡଳୀରେ ନେତା ମାନଙ୍କୁ ବେଶୀ ଗୁରୁତ୍ୱ ଦିଆଯାଏ, ଖ୍ରୀଷ୍ଟ ନେତା ମାନଙ୍କୁ। ସେଇଥିପାଇଁ ଦେଖିବେ ମଣ୍ଡଳୀ ଗୁଡିକରେ ନେତାମାନେ ଆସିଲେ କେମିତି ବସନ୍ତି, ତାଙ୍କ ଠାରୁ ବଡ ସତେ ଯେମିତି କେହି ନାହାନ୍ତି। ମୁଁ ୟାର ପ୍ରସଙ୍ଗ ରଖିଥିଲି ଆଉ ଗୋଟେ କଣ, ମଣ୍ଡଳୀରେ କୌଣସି ବ୍ୟକ୍ତି ବଡ ନୁହନ୍ତି। ଏଇଟା ଗୋଟେ ଟାଇଟଲ ମୁଁ ରଖିଥିଲି ଏଇ ଅଧ୍ୟାୟ ପାଇଁ। ମଣ୍ଡଳୀରେ କୌଣସି ବ୍ୟକ୍ତି ବଡ ନୁହନ୍ତି। ଏଇଠି ଆମେ ଦେଖିବା ଏ ଅଧ୍ୟାୟରେ ମଣ୍ଡଳୀରେ ସମସ୍ତେ ସମାନ ଅଟନ୍ତି। ମସ୍ତକ ତ ଖ୍ରୀଷ୍ଟ ଅଟନ୍ତି। ଆମେ ସବୁ ଶରୀର। ମସ୍ତକ ବିନା ଶରୀରର କିଛି ମୂଲ୍ୟ ନାହିଁ। କିନ୍ତୁ ମଣ୍ଡଳୀ ଗୁଡିକରେ ଦେଖିବେ ଖ୍ରୀଷ୍ଟୀୟ ନେତୃବର୍ଗ ସେମାନେ ଭାବନ୍ତି ସମସ୍ତଙ୍କ ଠାରୁ ଟିକେ ଉନ୍ନତ ବୋଲି। ଯଦି ସେକ୍ରେଟାରୀ ହେଇଥିବେ କଣ ଭାବୁଥିବେ, ଏ ସମସ୍ତଙ୍କର ମୁଁ ହଉଛି ମୁଖିଆ। ଯଦି ପ୍ରେସିଡେଣ୍ଟ ହେଇଥିବେ, ଟ୍ରେଜେରର ହେଇଥିବେ, ଇଭେନ ଡିକନ ମାନେ ମଧ୍ୟ ଭାବୁଥିବେ ମୁଁ ମହାନ ମଣ୍ଡଳୀର, ମୁଁ ଡିକନ ହେଇଛି। ଡିକନ ହେବା ପାଇଁ ଝଗଡା ଚାଲିଥାଏ। ଡିକନର କାମ ଜଣା ନାହିଁ, କିନ୍ତୁ ମୁଁ ଡିକନ, ମୁଁ ପ୍ରାଚୀନ, ମୁଁ ମଣ୍ଡଳୀର ପାଳକ। ତାଙ୍କର ବି ଗୋଟେ ଗର୍ବ ଥାଏ। ତ ମଣ୍ଡଳୀର ବଡ ସମସ୍ୟା ଅଛି ଖ୍ରୀଷ୍ଟ ନେତା ମାନେ। ଯୋଉ ମଣ୍ଡଳୀରେ ନେତା ମାନଙ୍କୁ ଖ୍ରୀଷ୍ଟଙ୍କ ଅପେକ୍ଷା ନେତାଙ୍କ ମାନଙ୍କୁ ବେଶୀ ଗୁରୁତ୍ୱ ଦିଆଯାଏ, ସେ ପରିସ୍ଥିତି କଣ ଥିବ କରନ୍ଥୀୟ ମଣ୍ଡଳୀକୁ ଦେଖିଲେ ଆମେ ଜାଣିପାରିବୁ। ମାନେ ଏମାନଙ୍କ ଭିତରେ ଅଶାନ୍ତି ବହୁତ ବଢି ଚାଲିଛି। ସେ କହୁଛନ୍ତି ତମେ ଏକ କଥା କୁହ, ଏକ ମନରେ, ଏକ ବିଚାରରେ, ଏକ କଥା, ଏକ ମନ, ଏକ ବିଚାର ସମ୍ମିଳିତ ହେବା ଦରକାର। ସେ କଣ କହୁଛନ୍ତି, ତୁମାନଙ୍କ ମଧ୍ୟରେ ବାଦାନୁବାଦ ଅଛି। ବାଦାନୁବାଦ ଅଛି କଣ? ମୋ କଥାରେ ଭାବ, ଏଇ ତୁମାନଙ୍କ ମଧ୍ୟରୁ କେହି କେହି କହନ୍ତି ମୁଁ ପାଉଲଙ୍କର, କେହି କହନ୍ତି ମୁଁ ଆପୋଲୋଙ୍କର, ଆଉ କେହି କହନ୍ତି କେଫାଙ୍କର। ପାଉଲଙ୍କର, ପାଉଲ ବି ଗୋଟେ ଜ୍ଞାନୀ ଲୋକ, ଆମେ ପାଉଲଙ୍କର। କେହି କେହି କହୁଛନ୍ତି ନାଇଁ 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 ଆପୋଲୋଙ୍କର, ସେ ଗୋଟେ ଗ୍ରେଟ୍ ବାଇବଲ ଟିଚର, ଆମେ ତାଙ୍କର। କେହି କେହି କହନ୍ତି ଏ ଦି ଜଣ ବି ନାହିଁ, ଆମେ ପିତରଙ୍କର, ଯୀଶୁଙ୍କର ପ୍ରଧାନ ପରମ ଶିଷ୍ୟ ସିଏ, ଆମେ ତାଙ୍କର। ତୁମେ ପାଉଲଙ୍କର ହେଇଥିବ, ତୁମେ ଆପୋଲୋଙ୍କର, ଆମେ। ମନେ ବେଳେ କଣ କରୁଥିଲେ ଦେଖିବେ, ମତେ ନେଇକି ସେଇ ପାଳକ ବାପ୍ତିସ୍ମ ଦେଇଥିଲେ। ତାଙ୍କେ ସେଇ ପାଳକ, ପ୍ରଧାନ ପାଳକ, ତାଙ୍କ ଠାରୁ ମୁଁ ବାପ୍ତିସ୍ମ ନେଇଛି। ସେ ପାନ ଖାଉଥିଲେ ପାଇଁ ମୁଁ ବି ଖାଉଛି ବୋଲ। ମୁଁ ଥରେ ଜଣକୁ ପଚାରିଲି ଆପଣ ପାନ କାହିଁକି ଖାଉଛନ୍ତି? ନାଇଁ ନା ଆମ ପାଳକ ଖାଉଥିଲେ। ପାଳକ ଖାଉଥିଲେ ତୁମେ ଖାଇବ? ସେ ତ ମନା କରିନାହାନ୍ତି। ଗୁଡେ ବିଷୟ ଆପଣ ଦେଖିବେ, ସେ ମନରେ ଝଗଡା ବି ହେଇଗଲାଣି ଅନେକ ବିଷୟକୁ ନେଇ। କିନ୍ତୁ ସେ କଣ କର, ଆମର ସେ ପାଳକ, ମୁଁ ତାଙ୍କ ଠାରୁ ବାପ୍ତିସ୍ମ ନେଇଛି, ତାଙ୍କ କଥା ମୁଁ ଶୁଣେ। ମନରେ ଦେଖିବେ ଯେତେବେଳେ ଦାସ ମାନଙ୍କୁ ବେଶୀ ଗୁରୁତ୍ୱ ଦିଆଯାଏ। ଯଦି ମଣ୍ଡଳୀରେ 3 ଜଣ ପାଳକ ଅଛନ୍ତି, ଜଣେ ପ୍ରଧାନ ପାଳକ, ଜଣେ 2ଟା ଆସିଷ୍ଟାଣ୍ଟ, ଆପଣ ଦେଖିବେ ଏ 3 ଜଣଙ୍କ ଭିତରେ ଲୋକ ଝଗଡା ହଉଥିବେ। ନାଇଁ ତାଙ୍କ କଥା ଭଲ, ଇଏ ଭଲ, ସିଏ ଭଲ। ମଣ୍ଡଳୀରେ ଯେତେବେଳେ ମଣିଷ ମାନଙ୍କୁ ବେଶୀ ଗୁରୁତ୍ୱ ଦିଆଯାଏ, ଜାଣିବେ ସେ ମଣ୍ଡଳୀ ସମସ୍ୟା ପୂର୍ଣ୍ଣ। ଆମେ କିଛି ନୁହଁ। We are nothing inside the church. ଚର୍ଚ୍ଚରେ କେବଳ ଖ୍ରୀଷ୍ଟ ହିଁ ମୁଖ୍ୟ ଅଟନ୍ତି। ଖ୍ରୀଷ୍ଟ ହିଁ ମହିମା ପାଇବା ଦରକାର, ଖ୍ରୀଷ୍ଟ ହିଁ ଗୌରବ ପାଇବା ଦରକାର, ମନୁଷ୍ୟ ନୁହେଁ। এইটা ଆଜିର ମଣ୍ଡଳୀ ଗୁଡିକର ସବୁଠାରୁ ବଡ ସମସ୍ୟା, ଯେ ନେତା ମାନେ କବ୍ଜା କରି ବସିଛନ୍ତି। ତେଣୁ ସାଧୁ ପାଉଲ କଣ କହୁଛନ୍ତି, ତୁମେ କହୁଛ ପାଉଲଙ୍କର, କିଏ କହୁଛି କେଫାଙ୍କର, କିଏ କହୁଛି ଆପୋଲୋଙ୍କର। ବିରକ୍ତ ହେଇ ସେ କଣ କହୁଛନ୍ତି 13 ପଦରେ, ଖ୍ରୀଷ୍ଟ କି ବିଭକ୍ତ ହୋଇ ଅଛନ୍ତି? ତୁମମାନଙ୍କ ନିମନ୍ତେ କି ପାଉଲ କ୍ରୁଶରେ ହତ ହୋଇଥିବେ? ବା ଭାବି ଦେଖନ୍ତୁ କେମିତି ଲେଖିବା ପାଇଁ ପଡୁଛି, ତୁମ ପାଇଁ
ପାଉଲ କ୍ରୁଶରେ ମରିଥିଲେ କି? ତୁମାନେ କି ପାଉଲ ନାମରେ ବାପ୍ତିସ୍ତ ହୋଇଥିଲ? ଆମେ ଯେତେବେଳେ ମଣିଷ ମାନଙ୍କୁ ପ୍ରାଧାନ୍ୟ ଦଉଛୁ, ଭାଇ ଭଉଣୀ ମାନେ, ଆଜିର ମୁଖ୍ୟ ବଡ ସମସ୍ୟା ସେଇଆ ଅଟେ। ମଣ୍ଡଳୀରେ ଯଦି ପ୍ରଭୁ କାହାରିକୁ ଟିକେ ଅଧିକ ବ୍ୟବହାର କରିଦିଅନ୍ତି, ତାକୁ କହିଲେ ନ ସରେ, ତାର କଲର ଗୁଡାକ ଉଠିଥିବ। এইটা ବଡ ସମସ୍ୟା। ଇଭେନ ଆମେ ପ୍ରଚାରକ ମାନେ ମଧ୍ୟ ଆମକୁ ଯେତେବେଳେ ଲୋକମାନଙ୍କ ମଧ୍ୟରେ ପ୍ରଭୁ ବହୁତ ବ୍ୟବହାର କରନ୍ତି, ଆମମାନଙ୍କ ଚାଲିଚଳନ ବଦଳିଯାଏ। ମଝିରେ ଜଣେ ବାଳକ କହୁଥିଲେ, ତାଙ୍କର ବାଇବଲ ବି ସେ ଧରି ନଥିଲେ, ଜଣକୁ ଧରେଇଥିଲେ। ସେ ବାଇବଲ ଧରିବା ଲୋକ କୁଆଡେ ରଖିଦେଲା? ସେ ବିନା ବାଇବଲରେ ଭାଇ ମୁଁ ଷ୍ଟେଜକୁ ଯାଇଥିଲି ବୋଲୁଛି। ପ୍ରଚାରକ ହେଇଛନ୍ତି, ବାଇବଲ ବି ବହି ପାରିବନି, ବାଇବଲ ବି ବହିବା ପାଇଁ ଜଣେ ଲୋକ ଦରକାର। କି ଦୁର୍ଭାଗ୍ୟର କଥା। ଆପଣଙ୍କ ଟ୍ରଲି ବ୍ୟାଗ ଉଠାଇ ନପାରେ, ଠିକ ଅଛି। ମୁଁ ଦିନମାନଙ୍କର ଦେଖୁଛି ବିଦେଶର ପ୍ରଚାରକ ମାନଙ୍କର କଥା ଅଲଗା ବିଷୟ, ମୁଁ ଜାଣିନି ସେମାନେ। କିନ୍ତୁ ଆମର ପ୍ରଚାରକ ମାନେ ଗୋଟେ ବ୍ୟାଗ ଭର୍ତ୍ତି ବୁଟ ଥିବ, ଗୋଟେ ଟ୍ରଲିରେ ଲୁଗା ଥିବ, ଗୋଟେ ଟ୍ରଲିରେ ସୁଟ ଥିବ, ଆହୁରି ମେକଅପ କିଟ୍ ଥିବ, ଏସବୁ ଧରିକି କଣ ଆକ୍ଟିଂ କରିବା ପାଇଁ ଯାଉଛୁ? ନାଇଁ, ଷ୍ଟେଜଟା ରଙ୍ଗମଞ୍ଚ ନୁହେଁ। ଷ୍ଟେଜଟା ରଙ୍ଗମଞ୍ଚ ନୁହେଁ, ଅଭିନୟର ସ୍ଥାନ ନୁହେଁ, ଅଭିଷେକର ସ୍ଥାନ। ଆଜିର ସମୟରେ ଆମର ପୁଲପିଟଟା ଗୋଟେ ଅଭିନୟର ସ୍ଥାନ ହେଇଛି, ଅଭିଷେକର ସ୍ଥାନ ହେବା ଥିଲା। ତ ଏଇଠି ଆମେ ଦେଖୁ ଯେ ଖ୍ରୀଷ୍ଟ କଣ ବିଭକ୍ତ ହେଇଛନ୍ତି। ପାଉଲ କଣ ତୁମ ପାଇଁ ମରିଥିଲେ? ତୁମେ କଣ ପାଉଲ ନାମରେ ବାପ୍ତିସ୍ମ ନେଇଥିଲ? ମାନେ ଭାବି ଦେଖନ୍ତୁ, ଯେତେବେଳେ ମଣ୍ଡଳୀରେ ଏମିତି ପରିସ୍ଥିତି ଆସେ, ଆଜି ମଧ୍ୟ ମଣ୍ଡଳୀର ମୁଖ୍ୟ ସମସ୍ୟା ଦେଖିବେ ଯେ ନେତା ମାନଙ୍କୁ ବେଶୀ ଗୁରୁତ୍ୱ ଦିଆଯାଏ। ଆମେ ଯୋଉ ବାକ୍ୟ ବି ପ୍ରଚାର କରୁ, ଆମର ବାକ୍ୟ ନୁହେଁ, ସେ ପ୍ରଭୁଙ୍କର ବାକ୍ୟ। ସେ ବାକ୍ୟ ପାଇଁ ମଧ୍ୟ ଆମେ କ୍ରେଡିଟ ନେବା କଥା ନୁହଁ। ବାକ୍ୟ ପାଇଁ ବି କ୍ରେଡିଟ ନେବା କଥା। ବାକ୍ୟ ବି ତାଙ୍କର, ଶିକ୍ଷା ବି ତାଙ୍କର ଅଟେ, ଆତ୍ମା ବି ତାଙ୍କର ଅଟେ। ସେ ଆମକୁ ଦେଇଛନ୍ତି। ଆମେ ଖାଲି ସମ୍ବାଦ, ସେ ବାହକ ଭାବରେ ଯେ ସମ୍ବାଦ ଡେଲିଭର କରି ଆସୁ, ଦେଇକି ଆସୁଛୁ, ସେଇଠି ମଧ୍ୟ ଆମର କ୍ରେଡିଟ ହେବା କଥା ନୁହଁ। এইটা বড় সমস্যা করন্থ মଣ୍ଡଳୀରେ ଥିଲା ଯେ ଏମାନଙ୍କ ଭିତରେ ବାଦ ବିବାଦ ଥିଲା। ମୁଁ ପାଉଲଙ୍କୁ ମାନେ, ମୁଁ ଆପଣ, ଏ ତିନିଟା ଗୋଷ୍ଠୀ ଥିଲେ କେମିତି ଥିବ? ଗୋଟେ ମଣ୍ଡଳୀରେ ଯଦି ତିନୋଟି ଗୋଷ୍ଠୀ ଥିବ, ସେ ମଣ୍ଡଳୀର ଅବସ୍ଥା କେମିତି ଥିବ? ଭାବି ଦେଖ। ଅନେକ ମଣ୍ଡଳୀରେ ବାଳକ ସେ ଦାଦାଗିରି କରନ୍ତି, ସେ ଭାବନ୍ତି ମୁଁ ହିଁ ସର୍ବେ ସର୍ବା ବୋଲି। ନାଇଁ, ସେ ମଣ୍ଡଳୀରେ ଆମେ କିଛି ନଉ। ଏଇଟା ଯେତେବେଳେ ବୁଝିବା, ସେତେବେଳେ ପ୍ରଭୁ ଗୌରବାନ୍ୱିତ ପାଇବେ। ମଝିରେ ଜଣେ କହୁଥିଲେ, ସମସ୍ତେ ଆମ ଆଜ୍ଞାଙ୍କର ତଳେ। ଭାବି ଦେଖନ୍ତୁ, ପ୍ରଚାର କଣ କେତେବେଳେ କଣ? ନାଇଁ ନାଇଁ, ଆମର ଆଜ୍ଞା ହିଁ ସବୁଠାରୁ ଭଲ। ସେଥିପାଇଁ ଅନେକ ଜାଗାରେ ଦେଖିବେ, ଅନେକ ଲୋକ ବାକ୍ୟ ଦେଲା ବେଳେ କେହି ଶୁଣନ୍ତି ନାହିଁ, ସିଏ ବାକ୍ୟ ଦେଲା ବେଳକୁ ଖାତା କଲମ ଧରି ବସିଥାନ୍ତି, ବାକ୍ୟ ଦେଲା ବେଳକୁ ଶୁଣନ୍ତି ବି ନାହିଁ। ମୁଁ ଆଶ୍ଚର୍ଯ୍ୟ ହୁଏ, କାହିଁକି ସମସ୍ୟା ହୁଏ? ଯେତେବେଳେ ମଣ୍ଡଳୀରେ, ଏଇ ମଣ୍ଡଳୀର ସମସ୍ୟା ନେତୃତ୍ୱକୁ ନେଇକି ଥିଲା। ଏମାନେ କଣ କହୁଥିଲେ? ନେତା ମାନଙ୍କୁ ଅଧିକ ଗୁରୁତ୍ୱ ଦଉଥିଲେ। ତାପରେ ଯଦି ଆମେ ଦେଖିବା 18 ପଦରୁ 31 ପଦ, ଆଉ ଗୋଟେ ବଡ ସମସ୍ୟା। 18ରୁ 31 ପରି ଯିବା। କାରଣ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମ୍ଭମାନଙ୍କ ପ୍ରତି ତାହା ଈଶ୍ୱରଙ୍କ ଶକ୍ତି ଅଟେ। ଯେଣୁ ଏହା ଲେଖା ଅଛି, ଆମ୍ଭେ ଜ୍ଞାନୀମାନଙ୍କର ଜ୍ଞାନ ନଷ୍ଟ କରିବା, ଆଉ ବୁଦ୍ଧିମାନ ମାନଙ୍କର ବୁଦ୍ଧି ଅଗ୍ରାହ୍ୟ କରିବା। ଜ୍ଞାନୀ କାହିଁ? ଶାସ୍ତ୍ରୀ କାହିଁ? ଏହି ଯୁଗର ତାର୍କିକ କାହିଁ? ଈଶ୍ୱର କି ଜଗତର ଜ୍ଞାନକୁ ମୂର୍ଖତା ବୋଲି ପ୍ରକାଶ କରିନାହାନ୍ତି? କାରଣ ଈଶ୍ୱରଙ୍କ ଜ୍ଞାନ ପ୍ରକାଶିତ ହୋଇଥିଲେ ହେଁ ଜଗତ ନିଜ ଜ୍ଞାନ ଦ୍ୱାରା ଈଶ୍ୱରଙ୍କୁ ନ ଜାଣିବାରୁ ପ୍ରଚାରିତ ପ୍ରସଙ୍ଗର ମୂର୍ଖତା ଦ୍ୱାରା ବିଶ୍ୱାସୀମାନଙ୍କୁ ପରିତ୍ରାଣ କରିବା ପାଇଁ ଈଶ୍ୱର ସନ୍ତୁଷ୍ଟ ହେଲେ। କାରଣ ଯିହୁଦୀମାନେ ଚିହ୍ନ ଲୋଡ଼ନ୍ତି, ଆଉ ଗ୍ରୀକ ମାନେ ଜ୍ଞାନ ଅନ୍ୱେଷଣ କରନ୍ତି, କିନ୍ତୁ ଆମ୍ଭେମାନେ କ୍ରୁଶରେ ହତ ଖ୍ରୀଷ୍ଟଙ୍କୁ ପ୍ରଚାର କରୁ, ସେ ଯିହୁଦୀମାନଙ୍କ ନିମନ୍ତେ ବିଘ୍ନ ସ୍ୱରୂପ ଓ ବିଜାତିମାନଙ୍କ ନିମନ୍ତେ ମୂର୍ଖତା ସ୍ୱରୂପ। କିନ୍ତୁ ଯିହୁଦୀ ହେଉ ବା ଗ୍ରୀକ ହେଉ, ଯେଉଁମାନେ ଆହୁତ,
ସେମାନଙ୍କ ନିମନ୍ତେ ଖ୍ରୀଷ୍ଟ ଈଶ୍ୱରଙ୍କ ଶକ୍ତି ଓ ଈଶ୍ୱରଙ୍କ ଜ୍ଞାନ ସ୍ୱରୂପ ଅଟନ୍ତି। ଯେଣୁ ଈଶ୍ୱରଙ୍କ ମୂର୍ଖ ବିଷୟ ମନୁଷ୍ୟର ଜ୍ଞାନ ଅପେକ୍ଷା ଅଧିକ ଜ୍ଞାନପୂର୍ଣ୍ଣ, ଆଉ ଈଶ୍ୱରଙ୍କ ଦୁର୍ବଳ ବିଷୟ ମନୁଷ୍ୟର ବଳ ଅପେକ୍ଷା ଅଧିକ ବଳ। ତୁମମାନଙ୍କ ମନ ବିଷୟ ଭାବି ଦେଖ, ସାଂସାରିକ ମତ ଅନୁସାରେ ଅନେକ ଜ୍ଞାନୀ, ଅନେକ କ୍ଷମତାପନ୍ନ ବା ଅନେକ କୁଳୀନ ଆହୁତ ହୋଇନାହାନ୍ତି। କିନ୍ତୁ ଯେପରି କୌଣସି ମର୍ତ୍ତ୍ୟ ଈଶ୍ୱରଙ୍କ ଛାମୁରେ ଗର୍ବ ନ କରେ, ଏଥିପାଇଁ ଈଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟ ସବୁ ମନୋନୀତ କଲେ। ପୁଣି ବଳବାନ ବିଷୟ ସବୁକୁ ଲଜ୍ଜା ଦେବା ନିମନ୍ତେ ଈଶ୍ୱର ଜଗତର ଦୁର୍ବଳ ବିଷୟ ସବୁ ମନୋନୀତ କଲେ। ଆଉ ଯାହା ଜଗତ ଚକ୍ଷୁରେ ମାନ୍ୟଗଣ୍ୟ, ସେ ସବୁକୁ ବ୍ୟର୍ଥ କରିବା ନିମନ୍ତେ ଈଶ୍ୱର ଜଗତର ନୀଚ ଓ ତୁଚ୍ଛ ବିଷୟ ଗୁଡ଼ିକ, ହଁ ନଗଣ୍ୟ ବିଷୟ ଗୁଡ଼ିକ ମନୋନୀତ କଲେ। କିନ୍ତୁ ତାହାଙ୍କ ହେତୁ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଅଛ, ସେ ଈଶ୍ୱରଙ୍କ ଠାରୁ ଆମ୍ଭମାନଙ୍କ ନିମନ୍ତେ ଜ୍ଞାନ ଅର୍ଥାତ୍ ଧାର୍ମିକତା, ପବିତ୍ରତା ଓ ମୁକ୍ତି ସ୍ୱରୂପ ହୋଇଅଛନ୍ତି। ଅତଏବ ଯେପରି ଲେଖା ଅଛି, ଯେ ଦର୍ପ କରେ ସେ ପ୍ରଭୁଙ୍କ ଠାରେ ଦର୍ପ କରୁ। ଏଠି ଆମେ ଦ୍ୱିତୀୟ ସମସ୍ୟାଟା ଦେଖୁଛୁ। ଦ୍ୱିତୀୟ ସମସ୍ୟା କଣ? ପ୍ରଥମ ସମସ୍ୟା ଥିଲା ମଣ୍ଡଳୀରେ ନେତାମାନଙ୍କୁ ଅଧିକ ଗୁରୁତ୍ୱ ଦେବା। ଦ୍ୱିତୀୟ ସମସ୍ୟା ଅଛି ମନୁଷ୍ୟର ଜ୍ଞାନକୁ ଅଧିକ ପ୍ରାଧାନ୍ୟ ଦେବା। ମଣ୍ଡଳୀର ଦ୍ୱିତୀୟ ସମସ୍ୟା କଣ? ଯେ ମନୁଷ୍ୟର ଜ୍ଞାନକୁ ଅଧିକ ପ୍ରାଧାନ୍ୟ ଦେବା, ଅଧିକ ଗୁରୁତ୍ୱ ଦେବା। এইটা ଗୋଟେ ବଡ ସମସ୍ୟା ଥିଲା। ଏ ଦୁଇଟା ସମସ୍ୟାକୁ ସେ ପ୍ରଥମ ଅଧ୍ୟାୟରେ ଲେଖୁଛନ୍ତି। ଗୋଟେ ହଉଛି ମନୁଷ୍ୟ ମାନଙ୍କୁ ବେଶୀ ଗୁରୁତ୍ୱ ଦେବା, ଆଉ ଦ୍ୱିତୀୟ ବିଷୟ ହଉଛି ମନୁଷ୍ୟର ଜ୍ଞାନକୁ ଅଧିକ ଗୁରୁତ୍ୱ ଦେବା। ଆଜିକାଲି ଦେଖିବେ ମଣ୍ଡଳୀରେ ଏ ଜ୍ଞାନୀ ମାନଙ୍କୁ ବହୁତ ଗୁରୁତ୍ୱ ଦିଆଯାଏ। ଜ୍ଞାନୀ ମାନଙ୍କୁ ସେଇଥିପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି କଣ? ଜ୍ଞାନ ବିଷୟରେ ଗୁରୁତ୍ୱ। ଆଜିକାଲି ସମସ୍ତେ ପସନ୍ଦ କରୁଛନ୍ତି ନିଜ ନାଁ ସାମ୍ନାରେ ଡକ୍ଟର, ରେଭରେଣ୍ଡ, ଏଇଟା ଲେଖିବା ପାଇଁ ବହୁତ ପସନ୍ଦ। ମଝିରେ ଜଣେ ଭାଇଙ୍କୁ ମୁଁ ଦେଖୁଥିଲି, ସେ 7th କ୍ଲାସ ଫେଲ ହେଇଛନ୍ତି, ସେ ଡକ୍ଟର ରେଭରେଣ୍ଡ ଲେଖୁଛନ୍ତି। ତାକୁ କିଏ ଡକ୍ଟର କଲା ମୁଁ ବି ଜାଣି ନାହିଁ। ସେ କେମିତି ଡକ୍ଟର ହେଲେ ସେଇଟା ବି ମୁଁ ଜାଣି ନାହିଁ। ଆଜିକାଲି ସବୁଆଡେ ଦେଖିବେ ଡକ୍ଟର 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 ବାଣ୍ଟୁଛନ୍ତି ଡକ୍ଟର। ଗୋଟେ ଗୋଟେ ମିଟିଂ କରୁଛନ୍ତି, ଯେଉଁମାନେ ଯାଉଛନ୍ତି ସେମାନେ ଡକ୍ଟର ଡିଗ୍ରୀ ଦଉଛନ୍ତି, ଆସିଲା ପରେ ସବୁ ଡକ୍ଟର ଲେଖି ବୁଲୁଛନ୍ତି। ରେଭରେଣ୍ଡ, ବିଶପ, ଆଜିକାଲି ଅନେକ ନାମ ଉପାଧି ଲୋକଙ୍କୁ ବହୁତ ପସନ୍ଦ ଲାଗୁଛି। ମଝିରେ ଗୋଟେ ମିଟିଂରେ ଯାଇଥିଲି, ଗୋଦାର ବିଶପ ଆସିଛନ୍ତି, ଯେଉଁମାନଙ୍କର ମଣ୍ଡଳୀ ବି ନାହିଁ ସେମାନେ ବି ବିଶପ। 5ଟା ମଣ୍ଡଳୀର ବିଶ୍ୱାସୀ ମାନେ ତାଙ୍କ ଚର୍ଚ୍ଚକୁ ଯାଆନ୍ତି, ସେ ବି ବିଶପ। ମାନେ ଆମକୁ ପଦ ପଦବୀର ଗୋଟେ ଏତେ ଲାଳସା ଆସି ଯାଇଛି ଯେ ବିନା ପଦ ପଦବୀରେ ଯେମିତି ସେବା କରିହବନି। ତ ଏଇଠି ଏଇ ମଣ୍ଡଳୀରେ ଦେଖିବେ ଜ୍ଞାନର ବହୁତ, ଆଉ ଆଜିର ସମୟରେ ଈଶ୍ୱରଙ୍କର ବାକ୍ୟ ଅପେକ୍ଷା ମନୁଷ୍ୟର ଜ୍ଞାନକୁ ଆପଣ ମଣ୍ଡଳୀରେ ବେଶୀ ଗୁରୁତ୍ୱ ଦେବାର ଦେଖିବେ। ଆଉ ଯେତେବେଳେ ଲେମେନ୍ ମାନଙ୍କୁ ଆମର ଚର୍ଚ୍ଚ ଗୁଡାକରେ ବ୍ୟବହାର କରିବାକୁ ଆରମ୍ଭ କଲେ, ସେମାନେ ପାଳକ ମାନଙ୍କୁ ତ ଅଜ୍ଞାନ ମୂର୍ଖ ବୋଲି ଭାବୁଛନ୍ତି। ଯଦି ଗୋଟେ ପ୍ରଫେସର ହେଇଥିବେ, ଗୋଟେ ଡକ୍ଟର ହେଇଥିବେ, ଗୋଟେ ଟିଚର ହେଇଥିବେ, ଗୋଟେ ଉଚ୍ଚ ଶିକ୍ଷିତ ଲୋକ ହେଇଥିବେ, ଯୋଉଦିନ ସେ ପ୍ରଚାର କରୁଥିବେ ସେଦିନ ଈଶ୍ୱରଙ୍କ ବାକ୍ୟ ନୁହେଁ, ତାଙ୍କର ଜ୍ଞାନ ଝଲସି ଉଠୁଥିବ। ସେ ତାଙ୍କର ଜ୍ଞାନର କଥା ବହୁତ କୁହନ୍ତି। ତ ଏଇଟା ଗୋଟେ ବଡ ସମସ୍ୟା ଥିଲା, କାରଣ କରନ୍ଥୀୟ ମଣ୍ଡଳୀ ଗୋଟେ ଜ୍ଞାନୀ ମଣ୍ଡଳୀ ଥିଲା। କେବଳ ପୁରୁଷ ମାନେ ଜ୍ଞାନୀ ନୁହନ୍ତି, ସ୍ତ୍ରୀ ମାନେ ବି ଜ୍ଞାନୀ ଥିଲେ। ସେଥିପାଇଁ ସେ କହୁଛନ୍ତି ସ୍ତ୍ରୀ ମାନେ ଚୁପ ହେଇକି ଥାଆନ୍ତୁ ବୋଲିକି। କଣ ପାଇଁ? ଯେ ସ୍ତ୍ରୀ ଲୋକମାନେ ମନରେ ତାଙ୍କର ଜ୍ଞାନ ଦେଖାଉଥିଲେ। ଘରେ ତ ସ୍ୱାମୀକୁ ଜ୍ଞାନ ପଢେଇଲେ ଚର୍ଚ୍ଚରେ ମଧ୍ୟ ଆସି ଜ୍ଞାନ ସେମାନେ ଦେଖାଉଛନ୍ତି। এইটা ଗୋଟେ ବଡ ସମସ୍ୟା। କୋଉଠି ନୀରବ ରହିବାର ଅଛି, କୋଉଠି କଥା କହିବାର ଅଛି, ଜାଣିବାର ଅଛି। ଆପଣ ବେଳେ ବେଳେ ଦେଖିବେ ଭଉଣୀ ମାନଙ୍କ କଥା କହିଲା ବେଳକୁ କହୁଛି, ଘରେ ସ୍ୱାମୀଙ୍କୁ ଜ୍ଞାନ ପଢେଇଲେ ହବ, ଲୋକମାନଙ୍କ ସାମ୍ନାରେ ମଧ୍ୟ ସ୍ୱାମୀଙ୍କୁ ଜ୍ଞାନ ପଢେଇଲେ ହବ।
याके किसी जानवे नहीं पर मु एका सब जाने यांको किछि जड़ा नहीं किछि जड़ा नहीं कहवा चाहे जगह देखिकी ज्ञान देखाइले हम तो मंडली मध्य ज्ञान एम बेस कारण ज्ञानी मंडली तो से साधु पाउल ये गुड़े कथा लिखुंट से देखु 19 पद 20 पदरे जेणु यह लेखा अच्छी आमे ज्ञानी मानकर ज्ञान नष्ट करिबा आ बुद्धिमान मानकर बुद्धि अग्राह्य करिबा ज्ञानी कहीं शास्त्री कहीं ए जुगर तार्किक कहीं ईश्वर की जगतर ज्ञान को मूर्खता बोली प्रकाश करना तो जगतर ज्ञान को नहीं कि आमे मंडली रे जदि गुरुत्व देवा केमती थिबो आपण देखिबे 24 पदरे किंतु जिहुदी हो बा ग्रीक हो जो माने आहूत सेमान को निमंते ख्रीष्ट ईश्वर को शक्ति और ईश्वर को ज्ञान स्वरूप अटंती ख्रीष्ट कौन अटंती ख्रीष्ट ज्ञान अटंती जे ख्रीष्ट को जानी से ही ज्ञानी जे ख्रीष्ट को पाई से ही धनी दीटा विषय जे ख्रीष्ट को जानी भल कर से ही ज्ञानी अटे जे ख्रीष्ट को पाई से ही धनी अटे से साधु पाउल लिखुं कौन मु सबु विषय को आवर्जना स्वरूप मन कली जिते से जानिले जे ख्रीष्ट ठारू बड़ धन किसी ना आप देखिए से फिलिपियो मन लिखा कौन लिखुं फिलिपियो 3 पर्व तार 5 पद रु पढ़ी पढ़ी जातु 5 पद रु 8 पद मु अष्टम दिन रे सुनत प्राप्त इस्राएल वंशजात बिन्यामीन गोष्ठीय एब्रिय रक्तजात जड़े एब्रिय व्यवस्था पालन संबंध रे जड़े फारूसी उद्योग संबंध रे मंडलीर जड़े ताड़नाकारी पुणी व्यवस्थागत धार्मिकता संबंध रे निर्दोष देखा जाइथिले किंतु जहा सबु मो पक्षरे लाभजनक थिला सेही सबु मु ख्रीष्टंक निमंते ख्यातिजनक बोली गण्य करिअछि हाँ प्रकृत रे मु मोहर प्रभु ख्रीष्ट जीशुंको ज्ञानर उत्कृष्टता निमंते समस्त विषय क्षतिजनक बोली गण्य करे ताहांको निमंते मु समस्त विषयर क्षति सह्य कली पुणी सेही सबु आवर्जना स्वरूप गण्य करे जेपरि मु ख्रीष्टंको लाभ करि पारे और ताहांकर बोली जणा जाए केते बड़ कथा लिखुछन से आगरु कहउछबी गुडे कथा मु अष्टम दिन सुन्नत प्राप्त इस्राएल वंशजात बिन्यामीन गोष्ठीय एब्रिय रक्तजन एब्रिय व्यवस्थापन समुद्र फारूसी उद्योग समुद्र मंडल ताड़नाकारी पुणी व्यवस्थागत धार्मिकता संबंध निर्दोष देखा जाइतिली ए सब पर से कोन बोली कहउछंती जहाँ सब मो पक्षरे लाभजनक थिला से सब मु ख्रीष्ट को निमंते क्षतिजनक बोली गण्य करिअछि हाँ प्रकृत रे मु मोर प्रभु ख्रीष्ट जीशुंकर ज्ञानर उत्कृष्टता को ज्ञान मोर ज्ञान नहीं ख्रीष्टंकर ज्ञान उत्कृष्टता निमंते समस्त विषय क्षतिजनक बोली गण्य करे ताहांको निमंते समस्त विषय क्षति सह्य कली पुणी से सबु आवर्जना स्वरूप गण्य करे कौन ए जो विषय नहीं गर्व करुली ए सब आवर्जना अटे आवर्जना अटे मुझे ख्रीष्ट को लाभ कर पारे सबुठार बड़ धनी किए जे ख्रीष्ट को लाभ करे आपण को भागरे ख्रीष्ट अच्छा से कहते प्रथम समस्या रे दुईटा बड़ समस्या मंडलीर नेता मान को नहीं समस्या आ ज्ञान को नहीं समस्या आज आम मंडली गुड़िक समस्या देखा जाଉଛି बड़ समस्या मंडली नेतृस्थानीय व्यक्ति मान द्वारा बड़ समस्या जड़े कहते आज्ञा मु मले आपण ही मते कबर देवे ये कबर देवे मु मले आपण ही आपण मरिबे कि आपण मरिबे काहाको जड़ा आगो विश्वासी मरिबे कि बालक मरिबे काहाको जड़ा कारण से मंडली दीटा बालक अच्छा से कहते नाई आपण मते दे मोर झीर बर्थडे रे आपण आशीर्वाद करिवे आपण आसी मो छुआ पाई प्रार्थना करिवे आपण आसीबे आपण आपण मो घर प्रतिष्ठा आपण कहीं से आपण कौन है
এইটা বড় সমস্যা। କାରଣ ଆମେ ସେବକ ସେବକ ମଧ୍ୟରେ ପାର୍ଥକ୍ୟ, ଦି ଜଣ ଯାକ ଦାସ ହିଁ ଅଟନ୍ତି, ଏ ବି ଦାସ ସେ ବି ଦାସ। ସେ ବାପ୍ତିସ୍ମ ସେ କହୁଛନ୍ତି ମୁଁ ଏମାନଙ୍କ ଛଡା କାହାକୁ ବାପ୍ତିସ୍ମ ଦେଇନାହିଁ, ଏଟା ବାପ୍ତିସ୍ମକୁ ନେଇ ବି ଗର୍ବ। ମୁଁ ତାଙ୍କ ହାତରେ ବାପ୍ତିସ୍ମ ନେଇଛି, ସିଏ ମତେ ବାପ୍ତିସ୍ମ ଦେଇଛନ୍ତି, ମୁଁ ସେଇଠି ବାପ୍ତିସ୍ମ ନେଇଛି, ମୁଁ ଜର୍ଦ୍ଦନ ନଦୀରେ ବାପ୍ତିସ୍ମ ନେଇଛି, ମୁଁ ଚେନ୍ନାଇରେ ବାପ୍ତିସ୍ମ ନେଇଛି। ମୁଁ ସେ ବଡ ପାଳକ ଠାରୁ ମଲା ଲୋକକୁ କିଏ କବର ଦେଲେ ବି ହେଲା, ଆଗେ ମରିବା ଦରକାର। ଯଦି ଜଣେ ଲୋକ ବାପ୍ତିସ୍ମ କିଏ ଦେଇଛନ୍ତି ଗର୍ବ କରୁଛି, ସେ ମରି ନାହିଁ, ପ୍ରଥମେ ମରିବା ଦରକାର। ତ ମଣ୍ଡଳୀରେ ବଡ ସମସ୍ୟା କଣ? ଏ ନେତା ମାନଙ୍କୁ ନେଇ ବାଦ ବିବାଦ ହେବା, ନେତା ମାନଙ୍କୁ ନେଇ ମଣ୍ଡଳୀରେ ବିଭକ୍ତ ହେବା। ଆଉ ଦ୍ୱିତୀୟ ବିଷୟ ହଉଛି ଜାଗତିକ ଜ୍ଞାନକୁ ପ୍ରାଧାନ୍ୟ ଦେବା। ମଣ୍ଡଳୀରେ ଜାଗତିକ ଜ୍ଞାନ ଆଉ ଜ୍ଞାନୀ ମାନଙ୍କୁ ପ୍ରାଧାନ୍ୟ ଦେବା, এইটা ବଡ ସମସ୍ୟା। ଆଜିର ପୁଲପିଟ କୁ ଏ ଜାଗତିକ ଜ୍ଞାନଧାରୀ ମାନେ କବ୍ଜା କରିଛନ୍ତି, ତେଣୁ ସେଇଠି ଈଶ୍ୱରଙ୍କ ଜ୍ଞାନ ଖ୍ରୀଷ୍ଟ ପ୍ରକାଶିତ ହେଇପାରୁନାହାନ୍ତି। এইটা ବଡ ସମସ୍ୟା। ଆପଣ ଦେଖିବେ କରନ୍ଥୀୟ ମଣ୍ଡଳୀରେ କେତେ କଣ ସମସ୍ୟା ଥିଲା, ଗୋଟେ ପ୍ରୋବ୍ଲେମେଟିକ ଚାଲିଛି ଏଇଟା। ଆମମାନେ ଧୀରେ ଧୀରେ ଅଧ୍ୟୟନ କରି କରି ଯିବା ଏଇ ମଣ୍ଡଳୀର ପ୍ରୋବ୍ଲେମ ଗୁଡାକ, ଯାହାକି ଆମମାନଙ୍କ ମଣ୍ଡଳୀରେ ମଧ୍ୟ ଦେଖାଯାଏ, ଗୁଡେ ସମସ୍ୟା ଦେଖାଯାଏ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ମଣ୍ଡଳୀର ବଡ ସମସ୍ୟା, ଆଉ ମଣ୍ଡଳୀରେ କେହି ବଡ ନୁହନ୍ତି। ମଣ୍ଡଳୀ ଖ୍ରୀଷ୍ଟଙ୍କର, ଖ୍ରୀଷ୍ଟ ନେବା ପାଇଁ ଆସୁଛନ୍ତି, ଖ୍ରୀଷ୍ଟଙ୍କର ଧନ ସେଇଟା, ସେ ହିଁ ସାର ଅଟନ୍ତି, ସେ ହିଁ ଏଭ୍ରିଥିଙ୍ଗ ଅଟନ୍ତି। ସାଧୁ ପାଉଲ କହିବା କଥା ଏଠି, କିଏ ଶ୍ରେଷ୍ଠ, ପାଉଲ ଶ୍ରେଷ୍ଠ, ଆପୋଲ ଶ୍ରେଷ୍ଠ ନା କେଫା ଶ୍ରେଷ୍ଠ? ସେ କହୁଛନ୍ତି କିଏ ବି ଶ୍ରେଷ୍ଠ ନୁହନ୍ତି, ସେମାନେ ନୁହନ୍ତି କି ମୁଁ ବି ନୁହେଁ। ସେ ଏକାଥରକୁ ସମସ୍ତଙ୍କୁ ରକ୍ତ କାଟିଦେଲେ, କେହି ନାହାନ୍ତି, କେହି ତୁମ ପାଇଁ କ୍ରୁଶରେ ମରି ନାହାନ୍ତି, କାହାରି ନାମରେ ତୁମେ ବାପ୍ତିସ୍ମ ନେଉନ। ଖ୍ରୀଷ୍ଟ, ଖ୍ରୀଷ୍ଟ ହିଁ ଶ୍ରେଷ୍ଠ ଅଟନ୍ତି, ଖ୍ରୀଷ୍ଟ ହିଁ ଜ୍ଞାନ ଅଟନ୍ତି, ଖ୍ରୀଷ୍ଟ ହିଁ ମୁଖ୍ୟ ଅଟନ୍ତି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମମାନଙ୍କର ମଣ୍ଡଳୀରେ ମଧ୍ୟ ଆମେ ପଦ ପଦବୀଧାରୀ ଲୋକମାନଙ୍କୁ ବେଶୀ ଗୁରୁତ୍ୱ ନ ଦେଉ। ମଣ୍ଡଳୀରେ ଆଉ ଜ୍ଞାନୀ, ଜାଗତିକ ଜ୍ଞାନୀ ମାନଙ୍କୁ ବହୁତ ଗୁରୁତ୍ୱ ଦିଆଯାଏ। ପ୍ରଭୁ ଆମମାନଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ, ଯେପରି ଆଗାମୀ ସମୟରେ ଆମମାନଙ୍କର ମଣ୍ଡଳୀରେ ଏଇଟା କରନ୍ଥୀୟ ମଣ୍ଡଳୀର ପ୍ରଥମ ଅଧ୍ୟାୟରୁ ହିଁ ସେ ସମସ୍ୟା ଆରମ୍ଭ କରୁଛନ୍ତି। ପ୍ରଥମ ଅଧ୍ୟାୟରେ କିଛି ଭଲ ବିଷୟ କହିଥାନ୍ତେ, ପ୍ରଥମ ଅଧ୍ୟାୟର ସମସ୍ୟା। ଆମମାନଙ୍କୁ ପ୍ରଭୁ ଯଦି ଟିକେ ବ୍ୟବହାର କରିଦିଅନ୍ତି, ଟିକେ ଜ୍ଞାନ ଦେଇ ଦିଅନ୍ତି, ଆମର ଫୁଟାଣିର କହିଲେ ନ ସରେ। ଆମେ ପୁଲପିଟରେ ନିଜର ଜ୍ଞାନକୁ ପ୍ରକାଶ କରିବାକୁ ଯାଉଛୁ ନା ଖ୍ରୀଷ୍ଟଙ୍କୁ? ଖ୍ରୀଷ୍ଟ ହଉଛନ୍ତି ଜ୍ଞାନ, ଈଶ୍ୱରଙ୍କର ଜ୍ଞାନ। ତାଙ୍କୁ ଆମେ କେତେ ପ୍ରକାଶ କରିପାରୁଛୁ, ସେ କେତେ ପ୍ରକାଶିତ ହେଇପାରୁଛନ୍ତି, ସେ କେତେ ପ୍ରଚାରିତ ହେଇପାରୁଛନ୍ତି, ସେଇଟା ବଡ ବିଷୟ। ଆମେ ପୁଲପିଟରୁ ପ୍ରଚାର କରି ଆସିଲା ପରେ ଯଦି ଦୁଇ ଜଣ ଆମକୁ ଏପ୍ରିସିଏଟ କରିବେ ନାହିଁ, ଆମର ପ୍ରଚାର ବେକାର। ମୁଁ ପୁରା ଶୁଖେଇକି ଆସିବୁ, କଣ ହେଲା, ମୁଁ ଗୋଟେ ଘଣ୍ଟା ପ୍ରଚାର କଲି, କେହି ବି ଟିକେ ବି ଏପ୍ରିସିଏଟ କଲେ ନାହିଁ। ଏପ୍ରିସିଏସନ କରୁଛୁ ଆମେ, ବାଜିଯାଏ ବେଳେ ବେଳେ ଗୋଟେ ଘଣ୍ଟା। ଦେଖନ୍ତୁ, ଗୀତ ଗାଇ ଆସିଲା ପରେ ଯଦି କେହି ଟିକେ କହୁନାହିଁ ଆଜିର ଗୀତ ଭଲ ଥିଲା, ଆମେ ଭାବୁ ମୋର ସବୁ ପରିଶ୍ରମ ବେକାର ହେଇଗଲା। ଏ ଅଦା ଯେତେ ଖାଇଲି, ଗରମ ପାଣିରେ ଗଳା ସଫା କଲି, ଆଉ ଏଇ ଅଳେଇଚ ଖାଇଲି, ଲବଙ୍ଗ ଖାଇଲି, ଅଦା ଖାଇଲି, ରସୁଣ ଖାଇଲି, କିଛି କାମ ଦେଲାନି। କାରଣ କେହି ମତେ ଏପ୍ରିସିଏଟ କଲେ, ପୁରା ମୁହଁ ଶୁଖାଇ ପଳେଇ ଆସୁଛି। ଯଦି ମୁଁ ବାକ୍ୟ ପ୍ରଚାର କରିବି, କେହି ଯଦି ଏପ୍ରିସିଏଟ କରିବେ ନାହିଁ, ତ ଆମେ କଣ କରୁଛୁ? ଲୋକମାନଙ୍କ ଠାରୁ ଏପ୍ରିସିଏସନ ଖୋଜୁଛୁ ଆମେ, କାରଣ ଜ୍ଞାନକୁ ଦେଖା ଜ୍ଞାନ ନାହିଁ, ଏଠି ଖ୍ରୀଷ୍ଟ ପ୍ରକାଶିତ ହେବା ଦରକାର। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କର। ଆଜିର ସମୟରେ ଖ୍ରୀଷ୍ଟ ଦେଖାଯାଉନାହାନ୍ତି, ଖ୍ରୀଷ୍ଟ ପ୍ରଚାରିତ ମଧ୍ୟ ହଉନାହାନ୍ତି। ଷ୍ଟେଜରେ କିଏ ଦେଖାଯାଉଛନ୍ତି? ଏ ସୁଟ ବୁଟ ପିନ୍ଧିଥିବା ପ୍ରଭୁଙ୍କର ଦାସ, ଏ ସେରୱାନୀ ପିନ୍ଧିଥିବା ପ୍ରଭୁଙ୍କର ଦାସ, କଷ୍ଟଲି ବ୍ରାଣ୍ଡେଡ ଡ୍ରେସ ପିନ୍ଧିଥିବା ପ୍ରଭୁଙ୍କ ଦାସ, ଏ କଷ୍ଟଲି ବୁଟ ପିନ୍ଧିଥିବା ପ୍ରଭୁଙ୍କ ଦାସ ଦେଖାଯାଉଛନ୍ତି। ଆଉ ପ୍ରଭୁଙ୍କର ଜ୍ଞାନ ନାହିଁ, ୟାଙ୍କର ଜ୍ଞାନ ପ୍ରକାଶିତ ହଉଛି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜିର ମୁଖ୍ୟ ସମସ୍ୟା ମଣ୍ଡଳୀରେ ଦିଟା, ଗୋଟେ ହଉଛି ପଦପଦବୀଧାରୀ ନେତା ମାନଙ୍କର ଆଧିପତ୍ୟ, ଆଉ ଜାଗତିକ ଜ୍ଞାନର ପ୍ରାଧାନ୍ୟତା। ପ୍ରାର୍ଥନା କରିବା।
ଆପଣଙ୍କର ମଣ୍ଡଳୀ ପାଇଁ